ଆଙ୍କର ତ ଯୋଉ ମନ୍ଦିର ଚଢ଼ା ଷ୍ଟାଇଲ୍, ଆଙ୍କ ମନ୍ଦିର ଚଢ଼ା ଦେଖି ମୁଁ ଭାବିଲି ଆଗରୁ କେବେ ମନ୍ଦିର ଚଢ଼ିଥିଲ କି? ତ ଯେହେତୁ ଆଜି ବଡ଼ ଏକାଦଶୀ ତ ଇଏ ବି ତାଙ୍କର ଉପାସ କରିଥିଲେ। ତ ଉପାସ କରିଥିବା ନନା କହିଲେ ଆଜି ଗୋଟେ ବଡ଼ ଦିନ ଅଛି, ତମେ ସେଥିରେ କିଛି ଭଲ କାମ କର। ମୁଁ କହିଲି ଲୋ ତମେ କ'ଣ ଭଲ କାମ କରିବ କି, ଆଜି କେଉଁ କାମ କରିବ କି? ବାବୁ ତାଙ୍କର ଦେଖିଲା ବେଳକୁ ବାବୁ ଆମର ମନ୍ଦିର ଚଢ଼ିଲେ ସନ୍ଧ୍ୟାବେଳେ, କାହିଁକିନା ଯେହେତୁ ଆଜି ଦିନ ସାରା ଉପାସ ଥିଲେ। ମୁଁ କହିଲି ଯାହା ହଉ ତମକୁ ଯାହା ହଉ ଭଗବାନ ଆଜି କହିଛନ୍ତି ନେତ ବାନ୍ଧିବା ପାଇଁ। ତ ତାଙ୍କ ଖଦି ପିନ୍ଧା ଦେଖି ମୁଁ ହସି ହସି ବେଦ ମୁଁ ପଚାରିଲି ତମେ ଆଗରୁ କେବେ ଖଦି ପିନ୍ଧିଥିଲ କି? ଇଏ କହିଲେ ନାଇଁ ମୁଁ ଆଗରୁ କେବେ ଖଦି ପିନ୍ଧେନି, କାହିଁକିନା ଯେହେତୁ ମନ୍ଦିର ଉପରକୁ ଚଢ଼ିଛନ୍ତି ଆଜି ଖଦି ସେଥିପାଇଁ ପିନ୍ଧିଛନ୍ତି। ବାରମ୍ବାର ତାଙ୍କର ଖଦି ଖାଲି ଖସି ଯାଉଛି, ଖଦି ଟେକୁଛନ୍ତି ମନ୍ଦିର ଉପରକୁ ଚଢ଼ୁଛନ୍ତି। ତାଙ୍କୁ କହିଲି ଯାହା ହଉ ତମେ ଆଜି ଭଲ ଉପାସଟେ କରୁଛ, ଭଲ କାମ କରିବା ପାଇଁ ବି ସୁଯୋଗ ମିଳିଲା। ଆମକୁ କାହିଁ ଭଗବାନ ଦେଉନାହାନ୍ତି ସବୁ କାମ କରିବା ପାଇଁ ଭଲ କାମ, ଯାହା ତମ ଭାଗ୍ୟ। ତ ଚାଲିଲେ ସେ ତାଙ୍କର ଉପରେ ଦେଖନ୍ତୁ ଚୋଳି କେମିତି ମାନେ ନେତ ଚେଞ୍ଜ କରୁଛନ୍ତି, ପୁରୁଣା ନେତ କାଢ଼ିକି ନୂଆ ନେତ ବାନ୍ଧୁଛନ୍ତି। ଆଗରୁ ଆପଣମାନେ କେବେ ନେତ ବାନ୍ଧିଛନ୍ତି? ଭାଇ ତ ଆଜି ଫାଷ୍ଟ ଟାଇମ୍ କେଉଁ ମାନେ ନେତ ବାନ୍ଧୁଛନ୍ତି ମନ୍ଦିରରେ, ଏମିତି ମନ୍ଦିର ଉପରକୁ ଟିକେ କମେଣ୍ଟରେ ଜଣେଇବେ। ତ ହେଉଛି ବଡ଼ ଏକାଦଶୀରେ ଆଜି ଯେଉଁ ଏକାଦଶୀ ବଡ଼ ଏକାଦଶୀଟାର ନାଁ କ'ଣ ସମସ୍ତେ ଟିକେ କମେଣ୍ଟରେ ଜଣେଇବେ, କାହିଁକିନା ଏଇ ହେଉଛି ସବୁଠୁ ବଡ଼ ଏକାଦଶୀ। ସରି ସମସ୍ତଙ୍କୁ, କାହିଁକିନା ଭିଡ଼ିଓଟି ଛାଡ଼ିବା ପାଇଁ ମୋର ଲେଟ୍ ହେଇଗଲା, କାହିଁକିନା ଯେଉଁ 6-7 ଦିନ ତଳେ ବଡ଼ ଏକାଦଶୀ ଥିଲା ସେଇଦିନ ହିଁ ଭିଡ଼ିଓଟି ହେଇଥିଲା। ଏଡ଼ିଟିଂ କରିକି ଆଉ ଭଏସ୍ ଦେବା ପାଇଁ ଟାଇମ୍ ହିଁ ମୋତେ ମିଳିନଥିଲା, ସେଥିପାଇଁ ମୁଁ ଆଜି ହିଁ ଭିଡ଼ିଓଟି ଛାଡ଼ୁଛି। ସମସ୍ତେ ଭାବିକି ଆଜି ବଡ଼ ଏକାଦଶୀ। ତ ଭାଇଙ୍କର ବି ନେତ ବନ୍ଧା ସରିଗଲା, ଭାଇ ଏବେ ଫଟାଫଟ ଓହ୍ଲେଇ ଆସିଲେ। ଇଏ ଓହ୍ଲେଇକି ଆସିଲା ବେଳେ ଆଙ୍କୁ ମୁଁ ପଚାରିଲି ମନ୍ଦିର ଉପରକୁ ଚଢ଼ିଦେଲ, ଠାକୁରଙ୍କୁ କ'ଣ ମାଗିଲ? ଇଏ କହିଲେ ଧେତ୍ ମାଗିଲି କ'ଣ ଠାକୁରଙ୍କୁ ସେମିତି କିଛି ମଗାଯାଏ କି? ବାକି ଠାକୁର ସବୁ ଜାଣିଛନ୍ତି, ଯାହା ଦରକାର ସେ ଦେଇଦେବେ, ତୁ ମାଗିବୁ କ'ଣ? ଭିଡ଼ିଓଟି ଟିକେ ଭଲ ଲାଗିଲେ ଲାଇକ୍ କମେଣ୍ଟ ସେୟାର କରିବେ।